ସାତଟି ସୁନା କଳସ। ଗୋଟାଏ ଗଛରେ ଯକ୍ଷ ରହୁଥାଏ। ସେଇ ଗଛ ପାଖ ଦେଇ ଦିନେ ଜଣେ ଭଣ୍ଡାରୀ ଯାଉଥିଲା ବେଳେ ଯକ୍ଷଟି ଅଦୃଶ୍ୟରେ ରହି କହିଲା, ରେ ବାରିକ ପୁଅ, ତୁ 7ଟା ସୁନା କଳସ ନେବୁ? ସେ ଶୂନ୍ୟବାଣୀ ଶୁଣି ଭଣ୍ଡାରୀ ଚମକି ପଡ଼ିଲା। କିଏ ତାକୁ ସେ କଥା କହୁଛି ତା ଜାଣିବା ପାଇଁ ସେ ଚାରିଆଡ଼କୁ ଚାହିଁଲା, କିନ୍ତୁ କାହାରିକୁ ସେ କେଉଁଠି ଦେଖିବାକୁ ପାଇଲା ନାହିଁ। ଭଣ୍ଡାରୀ ସାହସ ବାନ୍ଧି ପଚାରିଲା, ତୁମେ କିଏ? କାହିଁକି ମୋତେ ଏକଥା କହୁଛ? ଅଦୃଶ୍ୟବାଣୀ ହେଲା, ମୁଁ କିଏ ତାହା ତୁମର ଜାଣି କିଛି ଲାଭ ହେବ ନାହିଁ। ମୁଁ ତୁମକୁ ସୁନା ମୋହର ଥିବା ସାତଟି ସୁନା କଳସ ଦେବାକୁ ଚାହୁଁଛି। ତୁମେ ନେବ କି? ସୁନା କଳସ କଥା ଶୁଣି ଭଣ୍ଡାରୀ ଲୋଭ ସମ୍ବରଣ କରିପାରିଲା ନାହିଁ। କେତେ ବା ସେ ରୋଜଗାର କରୁଥିଲା। ସୁନା ମୋହର ଦେଖିବା ତା ପାଇଁ ସ୍ୱପ୍ନ। ପୁଣି ସୁନା ମୋହର ପୂରି ରହିଥିବା ସାତଟା ସୁନା କଳସ। କେତେଜଣଙ୍କ ଭାଗ୍ୟରେ ଏପରି ସୁଯୋଗ ଆସେ? ଅଦୃଶ୍ୟବାଣୀ ଆସୁଥିବା ଦିଗକୁ ଲକ୍ଷ୍ୟ କରି ଭଣ୍ଡାରୀ ସାହସ ବାନ୍ଧି କହିଲା, ହଁ ମୁଁ ନେବି। ପୁଣି ଅଦୃଶ୍ୟବାଣୀ ହେଲା, ବେଶ, ତୁ ଘରକୁ ଯା। ସୁନା କଳସ ନେଇ ମୁଁ ତ ଘରେ ରଖିଦେଇ ଆସୁଛି। ସେ କଥା ଶୁଣିବା ପରେ ଭଣ୍ଡାରୀ ତରତର ହୋଇ ଘରକୁ ଧାଇଁଲା। ସେ ଘରକୁ ଯାଇ ଦେଖିଲା, ସତକୁ ସତ ଢାଙ୍କୁଣୀ ଦିଆ ହୋଇ 7ଟି ସୁନା କଳସ ଘର ଭିତରେ ଥୁଆ ହୋଇଛି। ସେ କୌତୂହଳ ପରବଶ ହୋଇ କଳସ ମୁହଁରୁ ଢାଙ୍କୁଣୀ ଖୋଲିଦେଲା। 7ଟି ସୁନା କଳସ ମଧ୍ୟରୁ ଛଅଟି କଳସ ସୁନା ମୋହରରେ ପୂରି ରହିଥାଏ ଏବଂ 7ମ କଳସଟି ସୁନା ମୋହରରେ ଅଧାଅଧି ଅବସ୍ଥାରେ ଥାଏ। ସୁନାଭରା କଳସ ଦେଖି ଭଣ୍ଡାରୀର ମନ ଅତି ଖୁସି ହୋଇଗଲା। ହେଲେ ସପ୍ତମ କଳସ ପାଇଁ ତାର ଦୁଃଖ ହେଲା। ଆହା, ଅନ୍ୟ କଳସ ପରି ଏ ସପ୍ତମ କଳସଟା ସୁନା ମୋହରରେ ପୂରା ହୋଇଥାନ୍ତା କି ଭଲ ହୋଇଥାନ୍ତା। ଯାହା ହେଉ, ନିଜ ଚେଷ୍ଟାରେ ସପ୍ତମ କଳସକୁ ପୂରା କରିଦେବାକୁ ଠିକ୍ କଲା। କିନ୍ତୁ ପୂରା କରିବ କିପରି? ତା ରୋଜଗାର ତ ଅଳ୍ପ। ସେ ଦିନରାତି ଉପାୟ ପାଞ୍ଚିଲା। ତା ଘରେ ଯାହା କିଛି ଗହଣା ଗାଣ୍ଠି ଥିଲା ତାକୁ ଭାଙ୍ଗି ସୁନା ମୋହରରେ ପରିଣତ କରି କଳସରେ ପକାଇଲା। ସେଥିରେ କଳସ ପୂରିଲା ନାହିଁ। କରିବ କ'ଣ? ପରିବାରର ଯାବତୀୟ ଖର୍ଚ୍ଚ, ଏପରିକି ଖାଇବା ପାଇଁ ଖର୍ଚ୍ଚ ମଧ୍ୟ ସେ କମେଇ ଦେଲା। ଦର ଭୋକିଲା ହୋଇ ରହିଲା। ସେଇ ଟଙ୍କାରେ ସୁନା ମୋହର କିଣି କଳସରେ ପକାଇଲା। ତଥାପି କଳସ ପୂରିଲା ନାହିଁ। କ'ଣ କରିବ? ଦିନେ ରାଜାଙ୍କ ପାଖକୁ ଯାଇ ଭଣ୍ଡାରୀ ନେହୁରା ହୋଇ କହିଲା, ଛାମୁ, ମୋତେ ଯାହା ମିଳୁଛି ସେଥିରେ ପେଟ ପୁରୁନାହିଁ। ଅନୁଗ୍ରହ କରି ମୋ ଦରମା ମଣିମା ବଢ଼ାଇ ଦିଅନ୍ତୁ। ଭଣ୍ଡାରୀ ପ୍ରତି ଦୟା ପରବଶ ହୋଇ ରାଜା ଭଣ୍ଡାରୀର ଦରମା 2 ଗୁଣ ବଢ଼ାଇ ଦେଲେ। ଭଣ୍ଡାରୀ ପୂର୍ବ ପରି ପରିବାର ବର୍ଗଙ୍କୁ ଭୋକିଲା ରଖି ବଳକା ଟଙ୍କାରେ ସୁନା ମୋହର କିଣି କଳସରେ ପକାଉଥାଏ। ତଥାପି କଳସ ପୂରୁ ନଥାଏ। କଳସ ସବୁ ସୁନା ମୋହରରେ ପୂର୍ଣ୍ଣ କରିବାର ନିଶା ତାକୁ ଏପରି ଘାରିଥାଏ ଯେ ଶେଷରେ ସେ ସପରିବାର ଦ୍ୱାର ଦ୍ୱାର ବୁଲି ଭିକ୍ଷା କରିବାକୁ ଲାଗିଲେ। ସେଥିରୁ ଯାହା କିଛି ମିଳେ ସୁନା ମୋହର କିଣି କଳସରେ ପୂରାଉଥାଏ। ଭଣ୍ଡାରୀ ଚେହେରା ତ ଦିନକୁ ଦିନ ଖରାପ ହେଉଥିବା ଲକ୍ଷ୍ୟ କରି ଦିନେ ରାଜା ତାକୁ ପଚାରିଲେ, କିରେ, ତୁ ଯେତେବେଳେ ଅଳ୍ପ ଦରମା ପାଉଥିଲୁ ସେତେବେଳେ ତ ତୁ ବେଶ ଭଲରେ ଥିଲୁ, ଶାନ୍ତିରେ ଥିଲୁ। ତୋ ଦରମା ମୁଁ 2 ଗୁଣ ବଢ଼ାଇ ଦେବା ସତ୍ତ୍ୱେ ତୋର ଏପରି ଅବସ୍ଥା ହେଲା କାହିଁକି? କାରଣ କ'ଣ? ତୁ 7 ସୁନା କଳସ ଫାନ୍ଦରେ ପଡ଼ିଛୁ କିରେ? ରାଜାଙ୍କ ମୁହଁରୁ ସୁନା କଳସ କଥା ଶୁଣି ଭଣ୍ଡାରୀ ଚମକି ପଡ଼ିଲା। ସେ ତ ଆଜି ପର୍ଯ୍ୟନ୍ତ ଏକଥା ଗୋପନ ରଖିଛି। ରାଜା ଏକଥା ଜାଣିଲେ କିପରି? ରାଜାଙ୍କୁ ସୁନା କଳସ କଥା କିଏ କହିଲା? ଭଣ୍ଡାରୀ ଆଶ୍ଚର୍ଯ୍ୟ ହୋଇ ରାଜାଙ୍କୁ ପଚାରିଲା, ଛାମୁ, ଆପଣଙ୍କୁ ଏକଥା କହିଲା କିଏ? ରାଜା କହିଲେ, ତୋ ଚାଲିଚଳନ ଚେହେରା ଦେଖି ମୁଁ ଅନୁମାନ କରିପାରୁଛି, ଯକ୍ଷ ଯାହାକୁ 7ଟି ସୁନା କଳସ ଦିଏ ତାର ଅବସ୍ଥା ଏହିପରି ହୋଇଥାଏ। ଦିନେ ଯକ୍ଷ ମୋତେ 7ଟି ସୁନା କଳସ ଦେବାକୁ କହିଥିଲା। ମୁଁ ତାଙ୍କୁ ସେତେବେଳେ ପଚାରିଲି, ଏ ସୁନା କଳସରେ ଥିବା ସୁନାକୁ ମୁଁ ଖର୍ଚ୍ଚ କରିବି ନା ସାଇତି ରଖିବି? ମୋ କଥା ଶୁଣି ଯକ୍ଷ ନୀରବ ରହିଲା। ମୋତେ ଆଉ ସୁନା କଳସ ଦେଲା ନାହିଁ। ସୁନା କଳସ ପାଲରେ ପଡ଼ିଲେ ଲୋକର ବିଚାର ଜ୍ଞାନ ଲୋପ ପାଇଯାଏ ଏବଂ ମନରେ କେବଳ ସଞ୍ଚୟ କରିବାର ଲୋଭ ଦେଖାଦିଏ। ସଞ୍ଚୟ ଲୋଭ ଶେଷରେ ଦୁଃଖ ଓ ବିନାଶର କାରଣ ହୁଏ। ତୁ ସେଇ ସୁନା କଳସ ଫାନ୍ଦରେ ପଡ଼ିଛୁ। ସତରେ ଶାନ୍ତିରେ ରହିବାକୁ ଯଦି ତୁ ଚାହୁଁଥାଉ, ତେବେ ଶୀଘ୍ର ଯାଇ ଏ କଳସ ସବୁ ଯକ୍ଷକୁ ଫେରାଇ ଦେଇ ଆ। ରାଜାଙ୍କ କଥା ଶୁଣି ଭଣ୍ଡାରୀର ଜ୍ଞାନ ଉଦୟ ହେଲା। ବିଚାରଶୂନ୍ୟ ଭାବରେ କେବଳ ସଞ୍ଚୟ କରିବାର ପାଗଳାମି ଯୋଗୁଁ ତାର ଯେ କେତେ କ୍ଷତି ହେଉଛି ତାହା ସେ ବୁଝିପାରିଲା। ତେଣୁ ସେ ସାଙ୍ଗେ ସାଙ୍ଗେ ସେଇ ଗଛ ମୂଳକୁ ଯାଇ କହିଲା, ଯକ୍ଷ, ଏ ସୁନା କଳସରେ ମୋର ଦରକାର ନାହିଁ। ତୁମ କଳସ ତୁମେ ଫେରାଇ ନେଇଯାଅ। ଯକ୍ଷ ସୁନା କଳସ ଫେରାଇ ନେଲା ଏବଂ ତା ସହିତ ଭଣ୍ଡାରୀର କଷ୍ଟ ଅର୍ଜିତ ସଞ୍ଚୟକୁ ମଧ୍ୟ ସେ ନେଇଗଲା। ଧନ ଲୋଭ ହେଉଛି ମଣିଷର ସବୁଠୁ ବଡ଼ ଶତ୍ରୁ। ଧନ ଲୋଭ ମଣିଷର ସମସ୍ତ ବିଚାର ଜ୍ଞାନକୁ ଲୋପ କରିଦିଏ ଏବଂ ମଣିଷ ମନରେ ସଞ୍ଚୟ କରିବାର ଅମାନୁଷିକ ମୋହ ସୃଷ୍ଟି କରି ଶେଷରେ ବିନାଶ ମୁଖକୁ ତାକୁ ଠେଲିଦିଏ। ଯେଉଁମାନେ ବିଚାରବନ୍ତ ସେମାନେ ନିଜକୁ ଧନ ତୃଷ୍ଣାରୁ ଦୂରେଇ ରଖି ପ୍ରକୃତ ସୁଖ ଓ ଶାନ୍ତି ଅନୁଭବ କରନ୍ତି। କାମନାର କଳସ କେବେ ପୂର୍ଣ୍ଣ ହୁଏ ନାହିଁ। କାମନା କଳସକୁ ପୂର୍ଣ୍ଣ କରିବାକୁ ହେଲେ ମଣିଷ କାମନାର ଦାସ ହୋଇଯାଏ ଏବଂ ନିଜର ସୁଖ ଶାନ୍ତି ସବୁକିଛି ହରାଇ ସେ ସର୍ବଶାନ୍ତ ହୋଇଯାଏ। ଧନ ରୂପକ ତୃଷ୍ଣା ଓ କାମନା ରୂପକ ଜାଲରୁ ଦୂରେଇ ରହିଥିବା ଲୋକ ହିଁ ପ୍ରକୃତ ସୁଖୀ। ତେଣୁ ଯେତେ ଦୂର ପାର ନିଜକୁ କାମନାର ସର୍ବଗ୍ରାସୀ ଫାଶରୁ ଦୂରେଇ ରୁହ। ମାୟା ବନ୍ଧନରେ ନାରଦ।
ଠାକୁର ଶ୍ରୀ ରାମକୃଷ୍ଣ ରହୁଥିବା ଦକ୍ଷିଣେଶ୍ୱର ମନ୍ଦିର ପ୍ରାଙ୍ଗଣ ମଧ୍ୟରେ ଥିବା ନାଟ ମନ୍ଦିର ଉପରେ ଜଣେ ସାଧୁ ରହୁଥିଲେ। ସେ ପ୍ରାୟ ସବୁ ସମୟ ଧ୍ୟାନରେ ବସି କଟାଉଥିଲେ। ଦିନେ କଳାହାଣ୍ଡିଆ ମେଘଟାଏ ହଠାତ୍ କାହିଁ ମାଡ଼ି ଆସିଲା। ସାରା ଆକାଶକୁ ବ୍ୟାପିଗଲା। ଆକାଶଟା ପୂର୍ବରୁ ବେଶ୍ ପରିଷ୍କାର ଥିଲା। ମେଘ ଘୋଟିଯିବା ଫଳରେ ଆକାଶଟା ମେଘ ଆଢ଼ୁଆଳରେ ଲୁଚିଗଲା। ଚାରିଆଡ଼େ ଅନ୍ଧାର ଘୋଟିଗଲା। ଏପରି କିଛି ସମୟ କଟିଗଲା ପରେ ଖୁବ୍ ଜୋରରେ ପବନ ବହିଲା ଏବଂ ସେ ପବନ କଳାହାଣ୍ଡିଆ ମେଘକୁ ଉଡ଼େଇ ଦେଲା। ଅଳ୍ପ ସମୟ ମଧ୍ୟରେ ଆକାଶ ପୂର୍ବାପରି ପୁଣି ପରିଷ୍କାର ହୋଇଗଲା। ନାଟ ମନ୍ଦିର ଉପରେ ରହୁଥିବା ସାଧୁ ଜଣକ ହଠାତ୍ ବାହାରକୁ ଆସି ଆନନ୍ଦରେ ନାଚିବାକୁ ଲାଗିଲେ। ସାଧୁଙ୍କୁ ସେହିପରି ନାଚୁଥିବାର ଦେଖି ଠାକୁର ଶ୍ରୀ ରାମକୃଷ୍ଣ ପଚାରିଲେ, ହଠାତ୍ ଏପରି ଆନନ୍ଦରେ ଆପଣ ନାଚୁଛନ୍ତି କାହିଁକି? ସାଧୁ ଉତ୍ତର ଦେଲେ, ଆକାଶଟା ପରିଷ୍କାର ଥିଲା। କଳାହାଣ୍ଡିଆ ମେଘଟା ଆକାଶକୁ ବ୍ୟାପିଯିବା ଫଳରେ ଆକାଶ ଆଉ ଦେଖାଗଲା ନାହିଁ। ପବନ ବହିବାରୁ ମେଘ କେଉଁଆଡ଼େ ଚାଲିଗଲା। ମେଘ ପ୍ରଭାବରୁ ମୁକ୍ତ ହେବା ଆକାଶ ପୂର୍ବାପରି ପରିଷ୍କାର ଦେଖାଦେଲା। କଳାହାଣ୍ଡିଆ ମେଘଟା ହେଉଛି ମାୟା। ମାୟା ପ୍ରଭାବରୁ ମୁକ୍ତ ହେବାରୁ ସବୁ ପରିଷ୍କାର ହୋଇଯାଇଛି। ଭଗବାନଙ୍କୁ ଦିନେ ଦେବର୍ଷି ନାରଦ ପଚାରିଲେ, ପ୍ରଭୁ, ଆପଣ ତ ମାୟାପତି। ମାୟା ବଳରେ ଆପଣ ସବୁକିଛି କରିପାରନ୍ତି ଏବଂ ଅସମ୍ଭବକୁ ସମ୍ଭବ ମଧ୍ୟ କରିପାରନ୍ତି। ମାୟା କବଳରେ ପଡ଼ି ଲୋକମାନେ କିଛି ବୁଝିପାରନ୍ତି ନାହିଁ। ଆପଣଙ୍କର ଯେଉଁ ମାୟା, ସେ ମାୟାର ସ୍ୱରୂପ କ'ଣ? ମୋତେ ଦୟାକରି ସେ ମାୟା ଟିକେ ଦେଖାନ୍ତୁ। ଭଗବାନ ହସି ହସି କହିଲେ, ମାୟାର ସ୍ୱରୂପ ଦେଖିବାକୁ ଯେତେବେଳେ ତୁମେ ଚାହୁଁଛ, ତୁମେ ତାହା ନିଶ୍ଚୟ ଦେଖିବ। ଦିନକର କଥା, ଭଗବାନ ସହିତ ଦେବର୍ଷି ନାରଦ ଦିନେ ଗୋଟାଏ ମରୁଭୂମି ଦେଇ ଯାଉଥାନ୍ତି। ବାଟରେ ଭଗବାନଙ୍କୁ ଶୋଷ କଲା। ସେ ଥକ୍କା ମାରି ବସିପଡ଼ିଲେ ଏବଂ ନାରଦଙ୍କୁ କହିଲେ, ନାରଦ, ମୋତେ ଭାରି ଶୋଷ ହେଉଛି। କେଉଁଠୁ ଟୋପେ ପାଣି ଆଣି ମୋତେ ତୁମେ ଦେଇପାରିବ? ନାରଦ କହିଲେ, ପ୍ରଭୁ, ଆପଣ ଏଇଠାରେ ଅପେକ୍ଷା କରନ୍ତୁ, ମୁଁ ପାଣି ନେଇ ଆସୁଛି। ଏହା କହି ନାରଦ ସାଙ୍ଗେ ସାଙ୍ଗେ ପାଣି ଆଣିବାକୁ ବାହାରି ପଡ଼ିଲେ। ଚାରିଆଡ଼କୁ ଚାହିଁ କେଉଁଠି ପାଣି ଥିବାର କିମ୍ବା ଜନବସତି ଥିବାର ସେ ଦେଖିପାରିଲେ ନାହିଁ। କିଛି ବାଟ ଯାଇଛନ୍ତି, ହଠାତ୍ ଦୂରରେ ନଈ ବୋହି ଯାଉଥିବାର ଓ ଜନବସତି ଥିବାର ସେ ଦେଖିପାରିଲେ। ପାଣି ଆଣିବାକୁ ନଈ ପାଖକୁ ନାରଦ ଧାଇଁଲେ। ନଈ ପାଖରେ ନାରଦ ପହଞ୍ଚି ଦେଖିଲେ ଯେ ନଈ କୂଳରେ ଗୋଟିଏ ଅତି ସୁନ୍ଦରୀ ଯୁବତୀ ବସିଛି। ତାର ରୂପରେ ନାରଦ ମୁଗ୍ଧ ହୋଇଗଲେ। ନାରଦଙ୍କୁ ଦେଖି ଯୁବତୀ ମଧୁର ସ୍ୱରରେ କଥା କହିଲା। ଯୁବତୀର ରୂପ ଓ ମଧୁର କଥାରେ ନାରଦ ସବୁ କଥା ଭୁଲିଯାଇ ଯୁବତୀଟିକୁ ଭଲ ପାଇ ବସିଲେ। କ୍ଷଣକ ପାଇଁ ତାର ସଙ୍ଗ ଛାଡ଼ିବାକୁ ସେ ଚାହିଁଲେ ନାହିଁ। ଶେଷରେ ସେହି ଯୁବତୀଟିକୁ ନାରଦ ବିବାହ କରି ସେହି ଗ୍ରାମରେ ଘର ସଂସାର କରି ରହିଲେ। ତାଙ୍କର ପୁଅ ଝିଅ ହେଲା। ସେମାନଙ୍କ ଗହଣରେ ନାରଦଙ୍କର ଦିନଗୁଡ଼ିକ ବେଶ୍ ଆନନ୍ଦରେ କଟିବାକୁ ଲାଗିଲା। ଏପରି ସୁଖରେ କିଛି ବର୍ଷ ଅତିବାହିତ ହେବା ପରେ ହଠାତ୍ ସେହି ଗ୍ରାମରେ ମହାମାରୀ ରୋଗ ଦେଖାଦେଲା। ମହାମାରୀରେ ଆକ୍ରାନ୍ତ ହୋଇ ଗ୍ରାମରେ ବହୁ ଲୋକ ମଲେ। ମହାମାରୀର କେବଳ ରକ୍ଷା ପାଇବାକୁ ଅନ୍ୟ କୌଣସି ଉପାୟ ନ ଦେଖି ସ୍ତ୍ରୀ ପିଲାଙ୍କୁ ସାଙ୍ଗରେ ନେଇ ନାରଦ ଗ୍ରାମ ଛାଡ଼ି ଅନ୍ୟତ୍ର ଚାଲିଯିବାକୁ ସ୍ଥିର କଲେ। ସ୍ତ୍ରୀ ପିଲାଙ୍କୁ ହାତରେ ଧରି ନାରଦ ନଈ ପାର ହେଉଛନ୍ତି। ସେହି ସମୟରେ ନଈରେ ପ୍ରବଳ ବନ୍ୟା ଆସିଲା। ସେ ବନ୍ୟାରେ ନାରଦଙ୍କ ହାତରୁ ତାଙ୍କର ପିଲାମାନେ ଖସି ପାଣିରେ ଭାସିଗଲେ ଓ ଶେଷରେ ସ୍ତ୍ରୀ ମଧ୍ୟ ପାଣିରେ ବୁଡ଼ି ମଲା। ଯେତେ ଚେଷ୍ଟା କଲେ ମଧ୍ୟ ନାରଦ ସେମାନଙ୍କୁ ରକ୍ଷା କରିପାରିଲେ ନାହିଁ। ନାରଦ କୌଣସି ମତେ ବନ୍ୟା ଦାଉରୁ ରକ୍ଷା ପାଇ ଗଲେ ମଧ୍ୟ ସ୍ତ୍ରୀ ପିଲାମାନଙ୍କୁ ହରାଇଥିବାରୁ ଦୁଃଖରେ ଭାଙ୍ଗି ପଡ଼ିଲେ। ନଈ କୂଳରେ ବସି ସେ କାନ୍ଦିବାକୁ ଲାଗିଲେ। ସେ ସମୟରେ ନାରଦଙ୍କ ସମ୍ମୁଖରେ ଆବିର୍ଭୂତ ହୋଇ ଭଗବାନ କହିଲେ, ନାରଦ, ମୋ ପାଇଁ ପାଣି ଆଣିବାକୁ ତୁମେ ଆସିଥିଲ, ଅଥଚ ଏଠି ବସି ଏପରି କାନ୍ଦୁଛ କାହିଁକି? ତୁମର କ'ଣ ହେଲା? ଭଗବାନଙ୍କ କଥା ଶୁଣି ନାରଦ ଚାରିଆଡ଼କୁ ଚାହିଁଲେ। ତାଙ୍କ ସମ୍ମୁଖରେ ଗାଁ ଗଣ୍ଡା କିମ୍ବା ସେହି ନଈର କୌଣସି ସତ୍ତା ନଥିଲା। ସେ ଯାହା ମରୁଭୂମିର ଅପରାନ୍ତରେ ବସି କାନ୍ଦୁଥିଲେ। ନାରଦଙ୍କର ଜ୍ଞାନ ଉଦୟ ହେଲା। ସେ ବେଶ୍ ବୁଝିପାରିଲେ ଯେ ଏସବୁ ଥିଲା ଭଗବାନଙ୍କର ମାୟା। ଭଗବାନଙ୍କ ପାଦ ତଳେ ପଡ଼ି ନାରଦ କାନ୍ଦି କାନ୍ଦି କହିଲେ, ପ୍ରଭୁ, ମୋତେ ରକ୍ଷା କରନ୍ତୁ। ମୋତେ କ୍ଷମା କରନ୍ତୁ। ମୁଁ ଆପଣଙ୍କର ବିଷ ମୋହିନୀ ମାୟାର ସ୍ୱରୂପ ବୁଝିପାରିଲି। ଆପଣଙ୍କର କରୁଣା ଲାଭ ନ କଲେ ଏହି ଦୁସ୍ତର ମାୟାର ପ୍ରଭାବକୁ ଏଡ଼ାଇଯିବା ସହଜ କଥା ନୁହେଁ। ଘଣ୍ଟାକର୍ଣ୍ଣ କଥା। ଜଣେ ଶିବ ଭକ୍ତ ଥିଲେ। ସେ ଶିବଙ୍କ ବ୍ୟତୀତ ଅନ୍ୟ କୌଣସି ଦେବାଦେବୀଙ୍କୁ ମାନନ୍ତି ନାହିଁ। ବିଶେଷ କରି ବିଷ୍ଣୁଙ୍କ ନାମ, ରୂପ ଓ ପ୍ରଶଂସା ସେ ଆଦୌ ସହ୍ୟ କରିପାରନ୍ତି ନାହିଁ। ଭକ୍ତର ସେହି ଏକବାଗିଆ ମନୋଭାବ ଦେଖି ଶିବ ତାଙ୍କୁ ବହୁବାର ବୁଝାଇଛନ୍ତି, ବାବା, ତୁ ଯାହା କରୁଛୁ ତାହା ଠିକ୍ ନୁହେଁ। ଏପରି ଭାବ ମନରୁ ଦୂର କର। ମୋତେ ଯେପରି ଭକ୍ତି କରୁଛୁ, ଅନ୍ୟ ଦେବାଦେବୀଙ୍କ ପ୍ରତି ମଧ୍ୟ ସେପରି ଭକ୍ତିଭାବ ପୋଷଣ କର। ବିଷ୍ଣୁଙ୍କ ଉପରେ ତୋର ଏତେ ରାଗ କାହିଁକି? ମୁଁ କିଏ ଆଉ ବିଷ୍ଣୁ କିଏ ତୁ କ'ଣ ଜାଣିଛୁ? ମୁଁ ନିଜେ ବିଷ୍ଣୁ ରୂପ ଧାରଣ କରିଛି। ତେଣୁ ବିଷ୍ଣୁ ମୋ ଠାରୁ ଭିନ୍ନ ନୁହନ୍ତି। ତେଣୁ ବିଷ୍ଣୁଙ୍କ ପ୍ରତି ତୋର ଏପରି ହତାଦର ଭାବ ପୋଷଣ କରିବା ଆଦୌ ଠିକ୍ ହେଉନାହିଁ, ଇତ୍ୟାଦି। ଶିବ ଯେତେ ବୁଝାଇଲେ ମଧ୍ୟ ଭକ୍ତର ମନୋଭାବର କୌଣସି ପରିବର୍ତ୍ତନ ହେଲା ନାହିଁ। ଯେଉଁ କଥାକୁ ସେହି କଥା। ବିଷ୍ଣୁ ଓ ଶିବ ଯେ ଏକ ଅଭିନ୍ନ, ଏହି କଥା ଦେଖାଇଦେବା ପାଇଁ ଶେଷରେ ଶିବ ଅର୍ଦ୍ଧେକ ଶରୀରରେ ବିଷ୍ଣୁ ଓ ଅର୍ଦ୍ଧେକ ଶରୀରରେ ଶିବ ରୂପ ଧାରଣ କରି ଭକ୍ତ ସମ୍ମୁଖରେ ଆବିର୍ଭୂତ ହେଲେ। ଭକ୍ତଟି ସେତେବେଳେ ପୂଜା କରିଥାନ୍ତି। ଶିବଙ୍କୁ ସେପରି ରୂପରେ ଆବିର୍ଭୂତ ହୋଇଥିବାର ଦେଖି ଭକ୍ତ ବିସ୍ମିତ ହେଲେ। କାରଣ ବିଷ୍ଣୁଙ୍କ ପ୍ରତି ତାଙ୍କର ହତଧାର ଭାବ ଥାଏ।
ପୂଜା ଯେତେବେଳେ କରିବାକୁ ବସିଛନ୍ତି ପୂଜା ନ କରି ସେ ତ ସେହି ସ୍ଥାନରୁ ଉଠି ଚାଲିଯିବେ ନାହିଁ। ତେବେ ତେବେ ସେ କ'ଣ କଲେ ନା ଶିବଙ୍କ ଶରୀରରେ ଯେଉଁ ଅର୍ଦ୍ଧକଟା ବିଷ୍ଣୁ ସେ ଆଡ଼କୁ ଆଦୌ ନ ଚାହିଁ କେବଳ ଯେଉଁ ଅର୍ଦ୍ଧକଟା ଶିବ ସେହି ଆଡ଼କୁ ଚାହିଁ ସେ ଧୂପ ଦୀପ ଦେଇ ପୂଜା କରିବାକୁ ଲାଗିଲେ। ପୂଜା କରୁଥିବା ସମୟରେ ହଠାତ୍ ଭକ୍ତ ଜଣକ ଦେଖିଲେ ଯେ ସେ ଅର୍ପଣ କରୁଥିବା ଧୂପର ଧୂଆଁ ଆଉ ଗନ୍ଧ ବିଷ୍ଣୁଙ୍କ ନାକପୁଡ଼ରେ ପ୍ରବେଶ କରୁଛି। ଭକ୍ତ ଜଣକ ରାଗରେ ନିଆଁ ହୋଇଗଲେ। ଶିବଙ୍କ ଉଦ୍ଦେଶ୍ୟରେ ଅର୍ପଣ କରାଯାଉଥିବା ଧୂପକୁ ସେବନ କରିବାକୁ ବିଷ୍ଣୁ କିଏ? ସେହି ଧୂପ ପାଇଁ ବିଷ୍ଣୁ ଆଦୌ ହକଦାର ନୁହନ୍ତି। ତେଣୁ ସେ ସାଙ୍ଗେ ସାଙ୍ଗେ ଉଠିପଡ଼ି କିଛି ତୁଳା ନେଇ ବିଷ୍ଣୁଙ୍କ ନାକପୁଡ଼ରେ ରଖିଦେଲେ, ଯେପରି ଧୂପର ଧୂଆଁ ଆଉ ଗନ୍ଧ ତାଙ୍କ ନାକରେ ଆଉ ପଶିପାରିବ ନାହିଁ। ତାପରେ ନିଶ୍ଚିତ ମନରେ ପୂଜା କରିବାକୁ ଲାଗିଲେ। ଭକ୍ତ ଜଣଙ୍କର ଏହି ବିଷ୍ଣୁ ବିଦ୍ୱେଷ କଥା ବାହାର ଲୋକଙ୍କ ନିକଟରେ ଅଛପା ରହିଲା ନାହିଁ। ଭକ୍ତଙ୍କର ସେହି ପାଗଳାମି ଦେଖି ସେମାନେ ତାଙ୍କୁ ଚିଡ଼ିବାକୁ ଲାଗିଲେ। ତାଙ୍କୁ ଦେଖିବା ମାତ୍ରେ ଲୋକମାନେ ବିଷ୍ଣୁ ବିଷ୍ଣୁ କହି ଚିଡ଼େଇଲେ। ବିଷ୍ଣୁ ନାମ ଶୁଣି ସେ ଯେତିକି ଚିଡ଼ନ୍ତି ଲୋକମାନଙ୍କୁ ସେ ସେତିକି ଗାଳି ଦିଅନ୍ତି। ଯେତେ ଗାଳି ଦେଲେ ବି ଲୋକମାନେ ମଜା ଦେଖିବା ପାଇଁ ତାଙ୍କୁ ବେଶୀ ଚିଡ଼ାନ୍ତି। ଲୋକଙ୍କ ମୁହଁକୁ ତ ସେ ଆଉ ବନ୍ଦ କରିପାରିବେ ନାହିଁ। ଶେଷରେ ଲୋକମାନେ ତାଙ୍କୁ ଚିଡ଼େଇବା ପାଇଁ କହୁଥିବା ବିଷ୍ଣୁ ବିଷ୍ଣୁ ନାମ ଯେପରି ତାଙ୍କ କାନ ଶୁଣି ନ ପାରିବ ସେଥିପାଇଁ ସେ ନିଜର ଦୁଇ କାନରେ ଦୁଇଟା ଘଣ୍ଟା ଝୁଲାଇଲେ। କାନରେ ବନ୍ଧା ହୋଇଥିବା ଘଣ୍ଟା ଶବ୍ଦରେ ଲୋକମାନେ କହୁଥିବା ବିଷ୍ଣୁ ନାମ ତାଙ୍କୁ ଆଉ ଶୁଭିଲା ନାହିଁ। ସେପରି ଭାବରେ କାନରେ ଘଣ୍ଟା ଝୁଲାଇ ଆତଯାତ ହେଉଥିବାରୁ ଲୋକମାନେ ତାଙ୍କୁ ଘଣ୍ଟା କର୍ଣ୍ଣ ବୋଲି ଡାକିବାକୁ ଲାଗିଲେ। ଆମ ଭିତରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜ ଧର୍ମ, ନିଜ ଦେବତା, ନିଜ ଶାସ୍ତ୍ର ଓ ନିଜ ଧର୍ମଶାସ୍ତ୍ର କଥିତ ମାର୍ଗକୁ ଏକମାତ୍ର ଠିକ୍, ଅନ୍ୟମାନଙ୍କ ଧର୍ମ ଶାସ୍ତ୍ର ତଥା ଧର୍ମୀୟ ମାର୍ଗ ସବୁ ଭୁଲ ବୋଲି ବିଶ୍ୱାସ କରନ୍ତି। ସେପରି ପାଗଳାମି କରିବା ଉଚିତ ନୁହେଁ। ସବୁ ଧର୍ମ ଠିକ୍, ସବୁ ଧର୍ମର ପ୍ରଦର୍ଶିତ ମାର୍ଗ ଠିକ୍। ପୃଥିବୀରେ ଯେତେ ଧର୍ମ, ଯେତେ ମତ ଅଛି ସେତେ ପଥ ମଧ୍ୟ ଅଛି। ଆମ ଧର୍ମ ଠିକ୍, ସେମାନଙ୍କ ଧର୍ମ ଭୁଲ, ଏପରି ସଂକୀର୍ଣ୍ଣତା, ଏକଦଶିତା, ପାଗଳାମି ଆମକୁ ପରିହାର କରିବାକୁ ପଡ଼ିବ। ସବୁ ଧର୍ମ, ସବୁ ଧର୍ମୀୟ ଧାରଣା, ପୂଜା ଓ ସେସବୁ ପ୍ରଦର୍ଶିତ ମାର୍ଗ ପ୍ରତି ଉଦାର ମନୋଭାବ ପୋଷଣ କରିବାକୁ ହେବ।